41 ବର୍ଷରେ ପ୍ରଥମ ଥର ଏହି ଭିଡ଼ିଓରେ ଜାଣମା ଯେ 41 ବର୍ଷରେ ପହିଲା କରି ଇଣ୍ଡିଆ ଆଉ ପାକିସ୍ତାନ ଏସିଆ କପ୍ରେ ଫାଇନାଲ ଖେଲବାକେ ଯାଉଛନ୍। ସେ ବିଷୟରେ ପୁରା ଡିଟେଲ୍ ଜାଣମା ଏ ଭିଡ଼ିଓରେ। 1984 ମସିହାରେ ପ୍ରଥମ ଥର ପାଇଁ ଏସିଆ କପ୍ ଖେଳାଯାଇଥିଲା। ଏହାପରେ ଏପର୍ଯ୍ୟନ୍ତ ଏସିଆ କପ୍ର 17ଟି ସିଜନ୍ ଅନୁଷ୍ଠିତ ହୋଇସାରିଛି। 1984ରୁ 2025 ମଧ୍ୟରେ 41 ବର୍ଷ ବ୍ୟବଧାନ ରହିଛି, କିନ୍ତୁ ଏହା ପ୍ରଥମ ଥର ହେବ ଯେତେବେଳେ ଭାରତ ପାକିସ୍ତାନ ଏହି ମର୍ଯ୍ୟାଦା ଟୁର୍ଣ୍ଣାମେଣ୍ଟରେ ଫାଇନାଲ ପରସ୍ପର ମୁହାଁମୁହିଁ ହେବାର ଯାଉଛନ୍ତି। ଆପଣ ଜାଣିଥିବେ ଯେ 1984ରୁ 2025 ପତେ ଟୋଟାଲ ଆପଣଙ୍କର 41ଟା ମ୍ୟାଚ୍ ହେଲା ନା, ହେଲେ ସେ ଭିତରେ କାଣା ଏଇଟା ପହିଲା ଥର ଯେନ୍କି ପାକିସ୍ତାନ ଆଉ ଇଣ୍ଡିଆ ପହିଲା କରି ଖେଳିବାକେ ଯାଉଛନ୍ତି ଏସିଆ କପ୍ର ଫାଇନାଲ। ଏହାକୁ ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ଼ ମୁହୂର୍ତ୍ତ ଭାବରେ ବିବେଚନା କରାଯାଉଛି। ପାକିସ୍ତାନ 25 ସେପ୍ଟେମ୍ବରରେ ସୁପର 4 ମ୍ୟାଚ୍ରେ ବାଂଲାଦେଶକୁ ପରାସ୍ତ କରି ଭାରତ ବିପକ୍ଷରେ ଫାଇନାଲ ଖେଳିବା ପାଇଁ ସ୍ଥାନ ସୁରକ୍ଷିତ କରିଥିଲା। ଆପଣ ଜାଣିଥିବେ ଯେ 25 ତାରିଖ ଦିନ ଯେନ୍ ବାଂଲାଦେଶ ସାଙ୍ଗେ ହେଇଥିଲା ସେନ ବାଂଲାଦେଶକେ ପାକିସ୍ତାନ ହରାଇ କରି ସେ ଫାଇନାଲକେ ଆସିଯାଇଛି। ପହିଲା କରି ଭାରତ ଆଉ ପାକିସ୍ତାନ ଫାଇନାଲ ମ୍ୟାଚ୍ ଖେଲବାକେ ଯାଉଛନ୍ତି। ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଫାଇନାଲ 8 ଥର ବିଜୟୀ ହୋଇଛି। ଇ ଏସିଆ କପ୍ରେ ଭାରତ ଟୋଟାଲ କେତେ ଥର 8 ଥର ଫାଇନାଲ ଜିତିছে। କେନ୍ ମସିହାରେ ଜାଣମା 1984ରେ, 1988ରେ, 1990, 91, 1995, 2010, 2016, 2018 ଆଉ 2023ରେ। ପାକିସ୍ତାନ କେବଳ 2 ଥର 2000ରେ ଆଉ 2012ରେ 2 ଥର ହିଁ ଫାଇନାଲଟା ଜିତିছে ଏସିଆ କପ୍ର। ଏତ୍କି ବର୍ଷର ଯେନ୍ ହେଇଥିଲା ଇ ବର୍ଷରେ ମାନେ କେବେ ବି ଏନ୍ତା ନେଇ ହେଇକି ଯେ ମାନେ ପାକିସ୍ତାନ ଆଉ ଇଣ୍ଡିଆ ଗୁଟେ ସାଙ୍ଗେ ସାମ୍ନା ସାମ୍ନି କେବେ ନେଇ ହେଇ। ଏଇଟା ପହିଲା କରି ଯେନେକି ପାକିସ୍ତାନ ଆଉ ଇଣ୍ଡିଆ ସାମ୍ନା ସାମ୍ନି ହେବାକେ ଯାଉଛନ୍ ଇ ମ୍ୟାଚ୍ରେ। ଶ୍ରୀଲଙ୍କା କେତେ ଥର ଜିତି? ଶ୍ରୀଲଙ୍କା ଦେଖୁନ୍ 1986, 1997, 2004, 2008, 2014, 2022 ମାନେ ଟୋଟାଲ 6 ଥର ସେ ୱିନ୍ କରିଛି। ଭାରତ ଦଳ ଶ୍ରୀଲଙ୍କା ଠାରୁ 1997, 2004, 2008ରେ ଫାଇନାଲରେ ପରାସ୍ତ ହେଇଥିଲା। ଶ୍ରୀଲଙ୍କା ଗୋଟେ ଏନ୍ତା ଟିମ୍ ଯେନ୍ଟାକି 3 ଥର ଭାରତକେ ଫାଇନାଲରେ ଯାଇକିନା ପରାସ୍ତ କରିଥିଲା। ତ ଏଇଟା ପହିଲା କରି ହେବାକେ ଯାଉଛି ଯେନ୍ଟାକି ଇତିହାସର ଗୋଟେ ନୂଆ ହିଷ୍ଟ୍ରି ଯେନେକି ଏସିଆ କପ୍ରେ ପହିଲା କରି ଇଣ୍ଡିଆ ଆଉ ପାକିସ୍ତାନ ମ୍ୟାଚ୍ ଖେଲବାକେ ଯାଉଛନ୍ ଫାଇନାଲରେ। ଆସନ୍ତା 28 ତାରିଖ ସଣ୍ଡେ ଦିନ 8 ବଜେ ଅଛି ମ୍ୟାଚ୍ ଯେନ୍ଟାକି ଦେଖିପାରିବେ ଇଣ୍ଡିଆ ଭର୍ସେସ୍ ପାକିସ୍ତାନ ଫାଇନାଲ ମ୍ୟାଚ୍ T20ର। ଯଦି ଆପଣ ଇଣ୍ଡିଆକୁ ସପୋର୍ଟ କରୁଛନ୍ ବୋଲେ କମେଣ୍ଟରେ ଆଇ ଲଭ୍ ଇଣ୍ଡିଆ ଲେଖୁନ୍।